ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ଜୟ ଜଗନ୍ନାଥ ସାଙ୍ଗମାନେ, ଟିକେ ପ୍ରାକୃତିକ ପରିବେଶକୁ ଉପଭୋଗ କରି ଆମେ ଆମ ଛୋଟିଆ ମିନି ବ୍ଲଗ୍ଟିକୁ ଏଇଟା ଆରମ୍ଭ କରିବା। ଚାଲନ୍ତୁ ଆମେ ଦେଖିବା। ଏଠି ମୁଁ ଚାଲି ଆସିଥିଲି ଆମ ରୋଷେଇ କରିବାକୁ। ଆଚ୍ଛା, ଆପଣ କହିଲେ କେମିତି ଅଛନ୍ତି ଆପଣମାନେ? ଛାଡ଼ନ୍ତୁ, ଏ ଶାଗଟାର ନାଁ ଆପଣ କ'ଣ ଜାଣିଛନ୍ତି କି? ସଜନା, ସଜନୀ, ମୁନିଙ୍ଗା, ଛାଡ଼ ଯାହା ବି ହେଉଥାଉ, ଆମ ଆଡ଼େ ତ ସଜନା କହନ୍ତି। ୟାକୁ ଚାଲନ୍ତୁ ମୁଁ ଟିକେ ଭଜା ଭାଜିଦେବା। ୟା ଭିତରେ ଟିକେ ତେଲ ଫୁଟଣ ଦେଇକରି ପିଆଜ ଟିକେ ଦେଇକରି ମିକ୍ସ ଭେଜିଟେବୁଲ୍ସ ପକାଇ ଦେଇକରି ତାକୁ ଟିକେ ଛୁଙ୍କ କରିଦେଇକି ଛୋଟିଆ ଭଜାଟିଏ ରେଡ଼ି କରିଦେବା। ତା ଦେହରେ ସବୁ ପରିବାପତ୍ର ପକାଇ ତାକୁ ଗୋଳେଇ ଗାଳେଇ ତାକୁ ସେ ପରିବାପତ୍ର ଯେତିକି ବଞ୍ଚିଥିବେ ତା'ର ଜୀବନକୁ ହ୍ରାସ କରିଦେବା। ଲୁଣ ହଳଦୀ ପକାଇ ତାକୁ ଘାଣ୍ଟି ଘୁଣ୍ଟିକିରି କଡ଼େଇ ଦିହରେ ତା'ର ବାହାର ବଜାଇଦେବା। ମଜାକ କରିଦେଲି। ହଉ ଚାଲନ୍ତୁ ଆମେ ଆମର ଭଜା କରି ଗୋଟେ ଛୋଟିଆ ପଖାଳ କଂସାଟିଏ ରେଡ଼ି ପାଇଁକା ଇଏ କରିବା। ପଖାଳ ଦିବସ ସିନା ଚାଲିଯାଇଛି, ହେଲେ ପଖାଳ ଦିବସ ତା ସ୍ମୃତିରେ ଛାଡ଼ି